ସାତକାଣ୍ଡ ରାମାୟଣ। ରାମାୟଣ ହେଉଛି ଆଜ୍ଞା ସାତକାଣ୍ଡ। କାହିଁକି ଆଜ୍ଞା ରାମାୟଣକୁ କାଣ୍ଡ ବୋଲି ଅଭିହିତ କରାଯାଇଛି, କାଣ୍ଡ ବୋଲି କୁହାଯାଉଛି, ତାହା ପୁଣି ସାତକାଣ୍ଡ କାହିଁକି? ଏ ସାତକାଣ୍ଡରେ କୋଉ ଘଟଣାବଳୀ ସବୁ ଘଟିଛି? ନିଶ୍ଚିତ ଭାବରେ ଏ ରାମାୟଣର ପବିତ୍ର ଖ୍ୟାନ ପବିତ୍ର କଥାକୁ ଆପଣ ମାନଙ୍କ ଆଗରେ ମୁଁ ପରିପ୍ରକାଶ କରିବାକୁ ଯାଉଛି। ତାର ଗୂଢ଼ ରହସ୍ୟ, ଗୂଢ଼ କଥା, ନିର୍ଯାସ ଯେଉଁ ଲୁକାୟିତ ଭାବରେ ଅଛି, ଆଜି ପୁରାଣ ରହସ୍ୟ ମାଧ୍ୟମରେ ଆପଣ ମାନଙ୍କ ଆଗରେ ମୁଁ ଉପସ୍ଥାପନ କରିବି। ଆସନ୍ତୁ ଜାଣିବା। ସାତକାଣ୍ଡ ରାମାୟଣ ମଧ୍ୟରୁ ପ୍ରଥମରେ ହେଲା ବାଳକାଣ୍ଡ, ଦ୍ୱିତୀୟରେ ହେଲା ଅଯୋଧ୍ୟା କାଣ୍ଡ। ଇ ବାଳକାଣ୍ଡରେ ଆଜ୍ଞା କୋଉ ଘଟଣା ପରିଲକ୍ଷିତ ହୋଇଛି? ଯେତେବେଳେ ପ୍ରଭୁ ରାମ ନିସନ୍ତାନ ଅବସ୍ଥାରେ ଥିଲେ, ରାଜା ଦଶରଥ ଅପୁତ୍ରିକ ଭାବରେ ଜୀବନ ଯାପନ କରୁଥିଲେ, ଯୋଉଦିନ ଆଜ୍ଞା ଶ୍ରବଣ କୁମାରର ପକ୍ଷ ଭେଦ କରିଥିଲା, ତାଙ୍କର ବଜ୍ର ଭେଦିଶର ଅନ୍ଧମୁନି ଯେଉଁ ଅଭିଶାପ ପ୍ରଦାନ କରିଥିଲେ, ମୃତ୍ୟୁ ସମୟରେ ତମେ ସନ୍ତାନ ମୁଖ ବା ପୁତ୍ର ମୁଖ ଦର୍ଶନ କରିପାରିବ ନା। ଆମେ ଯେମିତି ଆଜି ମୃତ୍ୟୁବରଣ କରିବାକୁ ଯାଉଛି ପୁତ୍ର ବିଚ୍ଛେଦରେ, ତମକୁ ମଧ୍ୟ ସେ ଦଣ୍ଡ ଭୋଗିବାକୁ ପଡ଼ିବ। ତେଣୁ ଆଜ୍ଞା ରାମ ଜନ୍ମର ଅସଲ ତନ୍ତ୍ରଧାରକ ହେଉଛନ୍ତି ଆଜ୍ଞା ଅନ୍ଧମୁନି। ଅନ୍ଧମୁନିଙ୍କର ବାକ୍ୟ ଅନୁସାରେ ପୁତ୍ର ପ୍ରାପ୍ତି ହୋଇଥିଲେ ରାଜା ଦଶରଥ। ମାଧ୍ୟମ ଥିଲା ପୁତ୍ରେଷ୍ଟି ଯଜ୍ଞ, ଏ କଥା ଆପଣ ମାନେ ମଧ୍ୟ ଜାଣିଛନ୍ତି। ଏବଂ ଏ ରାମ ଜନ୍ମ ଠାରୁ ସୀତା ବିବାହ ଯାଏ ଇଏ ହେଲା ଆଜ୍ଞା ବାଳକାଣ୍ଡ ବା ପ୍ରଥମ କାଣ୍ଡରେ ଏ ସବୁ ଘଟଣା ଆଜ୍ଞା ଘଟିଛି। ତାପରେ ଆଜ୍ଞା ଅଯୋଧ୍ୟା କାଣ୍ଡ। ଅଯୋଧ୍ୟା କାଣ୍ଡରେ ରାମଙ୍କର ଯୋଜନା ଥିଲା ଯେଉଁ ରାଜ୍ୟାଭିଷେକ ହେବ ରାମଙ୍କର, ଏ କଥା ସହିତ କୈକେୟୀଙ୍କର ଯେଉଁ ବର ମାଗିବା ଦାବି, ରାମ ଯିବ ବନକୁ, ପୁଅ ଭରତ ହେବ ରଜା, ଇଏ ଥିଲା ଆଜ୍ଞା ଅଯୋଧ୍ୟା କାଣ୍ଡର ଘଟଣା। ଏବଂ ରାମ ବନବାସ ଯାଏ ଏ ସବୁ ଅଯୋଧ୍ୟା କାଣ୍ଡରେ ସୀମିତ ଥିଲା କଥା। ରାମ ଯେତେବେଳେ ବନକୁ ଚାଲିଗଲେ ଏ ଘଟଣା ମଧ୍ୟ ଘଟିଥିଲା। ତାପରେ ଆଜ୍ଞା ଅରଣ୍ୟ କାଣ୍ଡ। ଅରଣ୍ୟ କାଣ୍ଡରେ ଯେଉଁ ଘଟଣାବଳୀ ଘଟିଲା, ରାମ ଲକ୍ଷ୍ମଣ ସୀତାଙ୍କର ବନବାସ ଜୀବନ, ତା ସହିତରେ ଏଇ ଅରଣ୍ୟରେ ରହିବା ସମୟରେ ଶୂର୍ପଣେଖା ପ୍ରବେଶ, ସବୁ କିଛି ଘଟଣା ଘଟିଥିଲା। ଶେଷରେ ଆଜ୍ଞା ରାବଣଙ୍କ ଦ୍ୱାରା ସୀତା ହରଣ। ଏ ଅରଣ୍ୟ କାଣ୍ଡରେ ଏ ସବୁ ଘଟଣା ଆଜ୍ଞା ଘଟିଛି। ତାପରେ ହୋଇଛି କିଷ୍କିନ୍ଧା କାଣ୍ଡ। କିଷ୍କିନ୍ଧା କାଣ୍ଡରେ ରାମ ହନୁମାନଙ୍କର ସାକ୍ଷାତ ହେବା ସଙ୍ଗେ ସଙ୍ଗେ ସୁଗ୍ରୀବ ସହିତ ମିତ୍ରତା ସ୍ଥାପନ ହୋଇଛି। ମିତ୍ରତା ସ୍ଥାପନ ହେଲା ପରେ ବାଳିବଦ୍ଧ ମଧ୍ୟ ଏଇ କିଷ୍କିନ୍ଧା କାଣ୍ଡରେ ସୀମିତ ହୋଇଛି। ଦାରୁ ଆଢୁଆଳରେ ଲୁଚି ରହି, ନିମ୍ବ ଗଛ ଆଢୁଆଳରେ ଲୁଚି ରହି ଯେଉଁ ଶରବିଦ୍ଧ କରି ସେଦିନ ବାଳିବଦ୍ଧ କରିଥିଲେ ଭଗବାନ ରାମ, ସେ କଥା ମଧ୍ୟ କିଷ୍କିନ୍ଧା କାଣ୍ଡରେ ସବୁ ପରିଲକ୍ଷିତ ହୋଇଛି। ତାପରେ ଆଜ୍ଞା ସୁନ୍ଦରା କାଣ୍ଡ। ଯେତେବେଳେ ସୁନ୍ଦରା କାଣ୍ଡ କଥା ପଡେ, ହନୁମାନଙ୍କର ଲଙ୍କା ଯାତ୍ରା ହେଲା ଏବଂ ସୀତାଙ୍କୁ ସେ ଠାବ କଲେ, ତାଙ୍କର ସଂକେତ ମଧ୍ୟ ଦେଇ ପାରିଥିଲେ ସୀତା ଦେବୀଙ୍କ ନିକଟରେ। ଏ ସବୁ ଘଟିଛି ଆଜ୍ଞା ଆମର ସୁନ୍ଦରା କାଣ୍ଡ। ସୁନ୍ଦରା କାଣ୍ଡ ମଧ୍ୟରେ ଏ ସବୁ ଘଟଣା ଆଜ୍ଞା ଘଟିଥିଲା। ତାପରେ ଲଙ୍କା କାଣ୍ଡ ବା ଯୁଦ୍ଧ କାଣ୍ଡ ବୋଲି କୁହାଯାଏ। ଏ ଲଙ୍କା କାଣ୍ଡରେ ରାମ ରାବଣର ହେଲା ପ୍ରବଳ ସଂଗ୍ରାମ। ଇଏ ପ୍ରବଳ ସଂଗ୍ରାମ ପରେ ଜାନକୀଙ୍କୁ ଉଦ୍ଧାର କରାଗଲା, ରାବଣ ବିନାଶ ହେଲେ। ଇଏ ସବୁ ଆଜ୍ଞା ଲଙ୍କା କାଣ୍ଡର ଘଟଣା। ଦୁର୍ଦ୍ଦଶ ରାବଣ ଧରାଶାୟୀ ହେଲା ପରେ ବିଭୀଷଣ ରଜା ହେଲେ, ଜାନକୀଙ୍କୁ ଉଦ୍ଧାର କଲେ ପ୍ରଭୁ ରାଜୀବ ଲୋଚନ ରାମ ଠାକୁର। ଏସବୁ ଲଙ୍କା କାଣ୍ଡର ଘଟଣା। ତାପରେ ପୁଣି ଉତ୍ତରାକାଣ୍ଡ। ଇଏ ଉତ୍ତରାକାଣ୍ଡରେ ଘଟଣା କଣ ହେଲା? ରାମଙ୍କର ରାଜ୍ୟାଭିଷେକ ଏବଂ ସୀତା ବନବାସ ଯାଏ ରାଜ୍ୟ ଅଭିଷେକ ପରେ ପୁଣି ରଜକୀର କଳହ, ସନ୍ଦେହ ଜାଗ୍ରତ ହେଲା ରାମଙ୍କ ମନରେ। ସୀତା ବର୍ଜନ କରିଛନ୍ତି ଆଜ୍ଞା ପ୍ରଜା ଲାଗି ସର୍ବତ୍ୟାଗ, ଜହିଁ ରାଜନୀତି ପ୍ରଜା ଲାଗି ରାମଚନ୍ଦ୍ର ତେଜି ସୀତା ସତୀ। ଯେଉଁଦିନ ଆମର ସଦର ମାର୍ଗ ଦେଇ ବିଚରଣ କରୁଛନ୍ତି ପ୍ରଭୁ ରାଜୀବ ଲୋଚନ ରାମ, ଅନ୍ଧାରୀ ବିଜେ କରୁଥିଲେ, ସେହି ସମୟରେ ରଜକୀ ଘରୁ
जो प्रकार स्वामी स्त्री पति पत्नी मध्य जो द्वंद्व उपजिथिला गोटे दिन बाहर रही आसी रजकी को सेदिन घर बाहर कर देउथिले रजकी कहला एड़ी कथा आम देशर रजा हेले प्रभु राम राजा स्वयं होई मध्य तांको पत्नी एते दिन लंका कटकरे रहिले सी असती हेले नाही मु गुटिए राति जाई संगात घरे कटई आसिली मु हेई गली असती ए कथाटा जेते बेले रामंक कर्णरे बाजिथिला शुणिबा हुड़िले खरे विश्वबंदन शार्दूल बक्षेया घात गुली जे सन से जे गुली जे सन ये कथा को राम ठाकुर शुणिक आसिला आसी जिते बड़े पहुंची राज्य रे विपरीत दृश्य को अवलोकन करथिले रावण चित्र अंकन कर देइचंती भूमि रे एवं सही चित्र ऊपर शयन करिचंती सीता संदेह जागृत हला से दिन रामंक मन रे कले जदि रावण पाखरे सीतार मन रहिला तेरे मु कहीं इति कपिसेना सहायता रे लंका कटक को जय करी सब मोर भूल अंतर मध्य सिद्धांत नहीं से दिन आज्ञा सीता को वर्चन करेंगे तेणु लक्ष्मण सहायता रे सीता वर्चन कर्म संपादन होता ये उत्तराकांडर घटना तेणु रामायण 7 कांड ये 7 कांड रे 7 प्रकार घटनावली ये सब घटी आपण मान आगे ये कथा मु परिप्रकाश कली स्वल्प समय कथा वस्तु ये कथा वस्तु को मुझे विश्राम दौची परवर्ती अध्याय रे आउ गोटे सुंदर कथा वस्तु नहीं आपण मान आगे उपस्थापन करी से सर्वे भवन्तु सुखिना सर्वे सन्तु निरामया सर्वे भद्राणि पश्यन्तु मा कश्चित् दुःख भाग भवेत् ओम शांति ओम शांति ओम शांति।